କିଛି ଲୋକ ଏମିତି ଥିବେ ଆଜ୍ଞା ଆପଣଙ୍କ ପରିସ୍ଥିତି କିମ୍ବା ଆପଣଙ୍କର କ'ଣ ଆପଣ କରୁଛନ୍ତି କେଉଁଠି ଆପଣ ଅଛନ୍ତି କିଛି ବୁଝିବେନି ଖାଲି ଖାଲିଟାରେ ଆପଣଙ୍କୁ ଦୋଷ ଦେଇଦେବେ ସେ ମୁଁ ତାକୁ ଏଇଟା କହିଲି ସେ ଶୁଣିଲାନି ମୋ କଥା ସେ ବୁଝିଲାନି ମୁଁ ତାକୁ ଯାହା କହିଲି ସେ ଶୁଣିଲାନି ସେ ବହୁତ ବଦଳି ଗଲାଣି ସିଏ ଏମିତି ସିଏ ସେମିତି ସିଏ ସେମିତି ପ୍ରକୃତରେ ଆମର ପରିସ୍ଥିତି କେମିତି କେଉଁଠି କିପରି ଥାଏ ସେ କଥାଟା ବାହାରେ ଥିବା ଲୋକ ଜଣେ ବୁଝିପାରେ ନାହିଁ ସାମ୍ନାରେ ଥିବା ଲୋକଟି ବୁଝିପାରେ ଯେ ଆମେ କେଉଁ ପରିସ୍ଥିତି ଦେଇ ଗତି କରୁଛେ ବା ଆମର କେତେ କାର୍ଯ୍ୟବ୍ୟସ୍ତତା ଅଛି କିମ୍ବା ଆମେ କେଉଁ କାମ ପାଇଁ ଫସି ରହିଛେ ସେ କଥାକୁ ନ ବୁଝି ଅନେକ ଲୋକ ଏଠି ଆକ୍ଷେପ କରି କହିଦିଅନ୍ତି ସେ ବଦଳି ଗଲାଣି ସେ ସ୍ୱାର୍ଥପର ହେଇଗଲାଣି ସିଏ ଆମ କଥା କିଛି ବୁଝୁନି ଆମ କଥା କିଛି ଶୁଣୁନି ଏମିତି ନ କରିକି ଆଜ୍ଞା କେବେ ଥରେ ତାର ପରିସ୍ଥିତି କଥା ବୁଝନ୍ତୁ ଥରୁ ଟିକେ ପଚାରି ଦିଅନ୍ତୁ ଯଦି କାହାକୁ କଲ୍ କରିକି କିଛି କାମ ଦଉଛନ୍ତି ତାକୁ ପଚାରନ୍ତୁ ବ୍ୟସ୍ତ ଅଛୁ କି ଯଦି ଫାଙ୍କା ପାଉ ତେବେ ଏ କାମଟି କରିଦେଇ ପାରିବୁ କି ତାକୁ ପ୍ରଶ୍ନ କରନ୍ତୁ ତା ଉପରେ ଏମିତି ଜୋର ଜବରଦସ୍ତି ଲଦି ଦିଅନ୍ତୁନି କାମ କରିଦେ ଆରେ କରିକି ଦେ ସେମିତି ଦେ ଏମିତି ଲଦି ଦେଲେ ଆଜ୍ଞା ସେ ନିଜେ ବି ତା ବ୍ୟସ୍ତତା ଭିତରୁ ସମୟ ବାହାର କରିପାରିବନି ଏବଂ ନିଜେ ଆପଣଙ୍କ ପାଇଁ କାମ କରିପାରିବନି ବୋଲି ମଧ୍ୟ ଆପଣଙ୍କ ପାଖରୁ ସେ ନିନ୍ଦା ଶୁଣିବ ଆକ୍ଷେପ କରିବେ ତେଣୁ ଏସବୁ ଜିନିଷ ନ କରି ସବୁବେଳେ ଅନ୍ୟର ପରିସ୍ଥିତିକୁ ବୁଝିବାର ଆବଶ୍ୟକତା ଅଛି ଏଇ ତ ଜୀବନର କଥା।